ମୋ ନାଁ ତନୁଶ୍ରୀ ମଲ୍ଲିକ। ମୁଁ ବ୍ରହ୍ମପୁର ନୋଡାଲ ହାଇସ୍କୁଲରୁ ଆସିଛି। ଆମର ଜିଲ୍ଲା ସ୍କୁଲରେ ସେଣ୍ଟର ପଡ଼ିଛି। ଆମର 9ଟାରେ କ୍ଲାସ୍ ଆରମ୍ଭ ହେବ। ଏ ଯେଉଁ ପରୀକ୍ଷା ଏକ୍ଜାମ୍ ଆରମ୍ଭ ହେବ। ଡିସିପ୍ଲିନ୍ ଆମକୁ ସାର୍ କହିଥିଲେ ଯେ ବହୁତ ଡିସିପ୍ଲିନ୍ରେ ଏକ୍ଜାମ୍ ଆରମ୍ଭ ହେବ, ଆଉ ତୁମେ ମାନେ ଶୃଙ୍ଖଳିତ ଭାବରେ ଯିବ, ଚୁପଚାପ ପାଠ ପଢ଼ିବ। କିନ୍ତୁ ଆମେ ବହୁତ ସମୟ ଏକ୍ଜାମ୍ ମାନେ ଆସୁଛୁ ବୋଲି ଆମେ ପ୍ରଥମ ବର୍ଷରୁ ଜାନୁଆରୀ ମାସଠାରୁ ହିଁ ଆମେ ଆମର ଚେଷ୍ଟା ଚଲେଇ ଆସୁଛୁ। ଆମେ ସେତିକି ପରିଶ୍ରମ କରି ଆସିଛୁ, 14 ଘଣ୍ଟା 15 ଘଣ୍ଟା। ଆମେ ତଥାପି ମାନେ ନିଦ୍ରାକୁ ଆମେ ଭୁଲି ଯାଇଛୁ। ଆମେ ପାଠ ଏଇଟା ସରିଗଲେ ଆମ ଜୀବନର ଆମେ ଉପର ପାହାଚକୁ ଯେତେ ଯାଉଛନ୍ତି, ଆମେ ଯେତେ କଷ୍ଟ ପରିଶ୍ରମ କଲେ ସିନା ଆମକୁ ମାନେ ଠିକ୍ ଫଳଟା ମିଳିବ। ଆମେ ଯଦି ପରିଶ୍ରମ ନ କରିବା, ପରିଶ୍ରମ ସହିତ ଆମେ ଈଶ୍ୱରଙ୍କ ଉପରେ ମାନେ ବିଶ୍ୱାସଟା ରଖିବା, କାରଣ ସିଏ ଆମକୁ ସୃଷ୍ଟି କରିଛନ୍ତି ନା। ଆମେ ଯଦି କେବଳ ପରିଶ୍ରମ କରିବା, ସିଏ ନ ଚାହିଁଲେ କେବେ ବି ଗଛରୁ ପତ୍ରଟିଏ ବି ଝଡ଼ିବ ନାହିଁ। ଆମେ ଯଦି ତାଙ୍କୁ ମାନେ କିଛି ନ ପଚାରି ଆମେ ପରିଶ୍ରମ କରିବା, ସେଥିରେ ବି କିଛି ମୂଲ୍ୟ ରହିବ ନାହିଁ। ତାଙ୍କୁ ଦେଖିବା ସହିତ ଆମର ପରିଶ୍ରମ ହିଁ ଜାରି ରଖିବା। ମୁଁ ବେଶୀ କିଛି କହିବି ନା। ଏକ୍ଜାମ୍ ପାଇଁ ବହୁତ ପ୍ରିପେୟାର ମାନେ ଆମେ ସ୍କୁଲ ଟ୍ୟୁସନ୍ ସକାଳେ ଯିବୁ 6ଟାରେ, ଆସିବୁ ଟ୍ୟୁସନ୍ରୁ ଆସିକି ଆମ ନିତ୍ୟକର୍ମ ଟିକେ ସାରି ଦେଇକି ଆମେ ସ୍କୁଲ ପଳେଇବୁ। 10ଟାରେ ସ୍କୁଲ ଯିବୁ, 4ଟାରେ ଆସିବୁ, ପୁଣି କିଛି ଖାଇଦେଇ ପୁଣି 5ଟାରେ ଟ୍ୟୁସନ୍ ପଳେଇବୁ। ଆସିବୁ 7:30ଟାରେ, ପୁଣି ପଢ଼ିବୁ 10ଟା 11ଟା ପର୍ଯ୍ୟନ୍ତ ପୁରା ପଢ଼ିବୁ। ପୁଣି କିଛି ଶୋଇପଡ଼ିବୁ, ପୁଣି ରାତି 3ଟାରୁ ଉଠିକି ପୁଣି ପଢ଼ା ଆରମ୍ଭ କରିବୁ। ଆଜି ଅଛି ଓଡ଼ିଆ ପ୍ରଥମ ସବଜେକ୍ଟ। ଫାର୍ଷ୍ଟ ଟାଇମ୍ ପରୀକ୍ଷା ଦେଉଛି, ତଥାପି ବହୁତ ଖୁସି ଅଛି, କାରଣ ପଢ଼ିଥିବା ପିଲା କେହି ଡରନ୍ତି ନାହିଁ। ସେଥିପାଇଁ ମୁଁ ପଢ଼ିଛି, ମୋତେ ଡର ବି ଲାଗୁନାହିଁ, ନର୍ଭସ୍ ବି ଲାଗୁନାହିଁ। ତଥାପି ପ୍ରଥମ ପରୀକ୍ଷା ନା, 10ମ ଶ୍ରେଣୀ ପରୀକ୍ଷା। ସବୁଆଡ଼େ ଶୁଣିଛି ଯେ ଡିସିପ୍ଲିନ୍ ବହୁତ ଥାଏ, ମୁଁ କିନ୍ତୁ ନର୍ଭସ୍ ଲାଗୁନାହିଁ। କିନ୍ତୁ ତଥାପି ଟିକେ ଟିକେ ମନ ଭିତରେ ଏଇଟା ଆସୁଛି ଆଉ।